ମୁଁ ଗୋଟେ ବର୍ଷ ଭିତରେ 34ଟା ଚାଇଲ୍ଡ ମ୍ୟାରେଜ ବନ୍ଦ କରିଛି କୋରାପୁଟ ବ୍ଲକରେ। ମୋର ଯୋଉ ବାହାଘରଟି ଯଦି କମ ବୟସରେ ହଉଛି ଆମେ ତାକୁ କେମିତି ବନ୍ଦ କରିବୁ ତା ପାଇଁ ଚେଷ୍ଟା କରିଥାଉ। ଗୋଟେ ଝିଅ 2 ଦିନରୁ 3 ଦିନ ଗାଁରୁ ନାହିଁ ପଳେଇଛି, କୋଉଠିକି ଯାଇଛି, ତା ସାଙ୍ଗରେ ଯାଇଛି, ଯେ ଏଇ ଝିଅ ଏଇ ଗାଁରୁ ଯାଇଛି, ତୁରନ୍ତ ତାକୁ ଫେରା। ଆସିଲା କି ନାଇଁ ଆମେ ଏଠି ବି ଫଲୋଅପ୍ କରୁ। ଏମିତି ବି ବହୁତ ବାହାଘର ଆମେ ବନ୍ଦ କରୁଛୁ। ଗ୍ରାମାଞ୍ଚଳରେ ଆମେ ଯୋଉଠି ବି ଜାଣୁଛୁ ଆମର ଅଙ୍ଗନବାଡି ଦିଦି ମାନଙ୍କ ସାହାଯ୍ୟରେ ଯୋଉଠି କମ ବୟସରେ ବାହାଘର ହଉଛି, ଆମେ ପ୍ରଥମତଃ ଅଙ୍ଗନବାଡି ଦିଦି ମାନଙ୍କ ପାଖରୁ ହିଁ ଖବର ପାଇଥାଉ। ପାଇସାରିଲା ପରେ ତୁରନ୍ତ ଆମେ ସେଇ ଗାଁକୁ ଯାଇଥାଉ। ସେଠିକାର ସୁପରଭାଇଜର ଯଦି ସମୟ ମାନେ କିଛି ପ୍ରୋବ୍ଲେମ ସେଠି ଆସିବ ବୋଲି ଆମେ ଜାଣୁଛୁ, ତାହେଲେ ଆମେ ଡିସିପିଓ ଯୋଉ ଅଛନ୍ତି ଆମର ଜିଲ୍ଲାରେ ତାଙ୍କୁ ବି ସାଙ୍ଗ କରିକି ଯାଇଥାଉ। ଆଉ ସେଠି ପହଞ୍ଚିକି ଯୋଉ ବାହାଘରଟି ଯଦି କମ ବୟସରେ ହଉଛି ଆମେ ତାକୁ କେମିତି ବନ୍ଦ କରିବୁ ତା ପାଇଁ ଚେଷ୍ଟା କରିଥାଉ ଆଉ ବନ୍ଦ ବି କରିଛୁ ବହୁତ କ୍ଷେତ୍ରରେ। ଆମେ ସେ ଗାଁର ଯୋଉମାନେ ତାଙ୍କର ମୁଖିଆ ଅଛନ୍ତି ସେମାନଙ୍କୁ ଆଗ ବୁଝୁ। ହେଲେ ବି ସେମାନଙ୍କୁ ଆମେ ତାଙ୍କର ଯୋଉ ଅଛି ସରକାରୀ ସାହାଯ୍ୟ ସୁବିଧା ସୁଯୋଗ ପାଉଛନ୍ତି। ଆମେ ସେ ମାନେ ଆପଣ ଯଦି କମ ବୟସରେ ଆପଣଙ୍କର ଝିଅକୁ ବାହାଘର କରୁଛନ୍ତି, ତାହେଲେ ଆମେ ବାଧ୍ୟ ହବୁ ଯେ ଆପଣ ଯୋଉ ସେବା ସୁଯୋଗ ପାଉଛନ୍ତି ତାକୁ ଆମେ ବନ୍ଦ କରିବୁ। ତାପରେ କେତେ ଜଣ ଅଛନ୍ତି ସେମାନେ ତାଙ୍କର ଯେହେତୁ ସେଟା ଗୋଟେ ସମ୍ପ୍ରଦାୟ ଉପରେ ନିର୍ଭର କରେ, କମ ବୟସରେ ସେମାନେ ବାହା କରିଦେବାକୁ ବାଧ୍ୟ ହୁଅନ୍ତି। ତାଙ୍କର ଧାରଣା ଅଛି ଯଦି ଝିଅର ବୟସ ବଢିଯାଏ ତାହେଲେ ଆଉ ତାକୁ କେହି ବାହା ହେବେ ନାହିଁ। ଆମେ ତାଙ୍କୁ ଝିଅ ଯଦି ଯୋଗ୍ୟ ହେଇଯିବ ପାଠ ପଢିକି, ତା ପାଖରେ ଅଟୋମେଟିକ ଭଲ ପୁଅ ଯୋଉମାନେ ରୋଜଗାରକ୍ଷମ ପୁଅ ସେମାନେ ଆସିକି ପହଞ୍ଚିବେ। ତେଣୁ ଆପଣ ଟିକେ ଧୈର୍ଯ୍ୟ ଧରନ୍ତୁ ଆଉ ଝିଅ ମାନଙ୍କୁ ସ୍କୁଲ ଛାଡନ୍ତୁ। ମୁଁ ଗୋଟେ ବର୍ଷ ଭିତରେ 34ଟା ଚାଇଲ୍ଡ ମ୍ୟାରେଜ ବନ୍ଦ କରିଛି କୋରାପୁଟ ବ୍ଲକରେ। ମୋର ଆଉ ଯୋଉଠୁ ଆମେ ଖବର ପାଉ ସେମାନେ ସାନ ବୟସରେ ହେଇଥାନ୍ତି, ତାଙ୍କୁ ମାନେ ମିଛ ଧମକ ଦିଆଯାଏ। ଯେମିତି କି ଗୋଟେ ପିଲା +3 ପଢୁଛି, ସେ ଝିଅଟି 7th କ୍ଲାସ ପଢୁଛି। ତାକୁ ମୁଁ କହିଲି ଏବେ ମୁଁ ଫୋନ କରିବି ପ୍ରିନ୍ସିପାଲଙ୍କୁ ଯେ ତମେ ଆଉ କଲେଜ ଯାଇପାରିବ ନାହିଁ। କଲେଜ ଯଦି ନ ଯିବ ତାହେଲେ ତମ ପରିବାରକୁ ଦେଖ, ଯୋଉଠି କି ତମର ଗୋଟେ ପରିବାର ଅଛି, ବାପା ମା ଭଉଣୀ 2 ଜଣ ଅଛନ୍ତି। ସିଏ ତାଙ୍କର ଭବିଷ୍ୟତ କଣ ହବ? ତମେ ପାଠ ପଢୁଛ, ଏମିତି ପାଠ ପଢିକି କିଛି ଉପାର୍ଜନ କଲେ ତମର ପରିବାରକୁ ତମେ ପ୍ରତିପୋଷଣ କରିବ। ତମେ ଏ ଯାଏ କିଛି କରିନ, ତା ଭିତରେ 4 ଜଣଙ୍କ ଭିତରେ ଆଉ ଜଣକୁ ଯଦି ଆମେ ଆଣିକିରି ଆମ ଘରେ ରଖିବା, ତାର ଭବିଷ୍ୟତରେ ସିଏ ଖାଇବ ପିନ୍ଧିବ, ପୁଣି କେତେ ଦିନ ପରେ ଗୋଟେ ପିଲା ହବ, ତାର ଭରଣ ପୋଷଣ ବି ଦରକାର। ତେଣୁ ତମକୁ ଗୋଟେ ସୁଯୋଗ ଦିଆଗଲା। ଏବେ ଆମେ ଯୋଉ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ଅଛି, ଝିଅକୁ ବି ନେଇକି ଛାଡିଲୁ, ସେ ବି ପଢୁଛି ଆଉ ପୁଅ ବି ପଢୁଛି। ତାପରେ ତାକୁ ଆମେ ରେଗୁଲାର ଫଲୋଅପ୍ କରୁଛୁ ଅଙ୍ଗନବାଡି ଦିଦି ସାହାଯ୍ୟରେ ଯେ ପୁଣି ସେ ଗାଁକୁ ଆସିଲା କି ନାହିଁ। ଯେହେତୁ ଆମର କୋରାପୁଟଟା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ, ସେଠି କଣ ହୁଏ ମାନେ ତାଙ୍କର ଅଛି ସେମାନେ ପଳାନ୍ତି ଝିଅ ପୁଅ କିଛି ଦିନ ପଳେଇବେ, ଯୋଉଟାକୁ ଆମେ ଉଦୁଲିଆ ପ୍ରଥା ବୋଲି କହୁଛୁ। କିନ୍ତୁ ଆମେ ଖବର ନଉ ଯଦି ଗୋଟେ ଝିଅ 2 ଦିନରୁ 3 ଦିନ ଗାଁରୁ ନାହିଁ ପଳେଇଛି, କୋଉଠିକି ଯାଇଛି, ତା ସାଙ୍ଗରେ ଯାଇଛି, ଆଉ ସେ ଯାହାହେଲେ ବି ଆମର ଜିଲ୍ଲା ଭିତରେ ହିଁ ସେ ଝିଅ ଥିବ। ସେଠୁ ଆମେ ଖବର ନଉ ଯେ ସେ କୋଉ ବ୍ଲକକୁ ଯାଇଛି, କୋଉ ଗାଁକୁ ଯାଇଛି। ସେଠୁ ଆମେ ଅଙ୍ଗନବାଡି ଦିଦିଙ୍କୁ, ସେଠିକାର ସୁପରଭାଇଜରଙ୍କୁ, ସିଡିପିଙ୍କୁ ଯୋଗାଯୋଗ କରୁ ଯେ ଏଇ ଝିଅ ଏଇ ଗାଁରୁ ଯାଇଛି, ତୁରନ୍ତ ତାକୁ ଫେରା। ଆସିଲା କି ନାଇଁ ଆମେ ଏଠି ବି ଫଲୋଅପ୍ କରୁ। ଏମିତି ବି ବହୁତ ବାହାଘର ଆମେ ବନ୍ଦ କରୁଛୁ।